ଝିଅ ପାଇଁ ଗୋଟିଏ କବିତାର କବି ରାଜେନ୍ଦ୍ର କିଶୋର। ମାନବ ସୃଷ୍ଟିର କାରଣରୁ ଝିଅର ସଂସାରରେ ଆଗମ ହୋଇଅଛି। ମାନବ ସୃଷ୍ଟି ଦୈବତ ବା ଭଗବାନ ସମ୍ଭୂତ। ମଣିଷ ଈଶ୍ୱରଙ୍କ ଦ୍ୱାରା ମାଟିର ମୂର୍ତ୍ତିରୁ ସୃଷ୍ଟି ଜୀବନ୍ୟାସ ପାଇ ପୁରୁଷ ପ୍ରକାରରେ ଜଣେ ହୋଇ ପ୍ରଥମେ ସ୍ୱର୍ଗରେ ରହିଥିଲା। ପରେ ସେହି ପୁରୁଷ ମଣିଷର ବାମପଟର ଅସ୍ଥି ପଞ୍ଜରା ବା ପୁସ୍ତରୁ ନାରୀ ପ୍ରକାର ହୱା ନାମରେ ଆଲ୍ଲାହ ବା ଆପଣାଜାତ ବା ଖୋଦଜାତ ଖୋଦା ବା ସ୍ୱୟମ୍ଭୁ ବିଧାତାଙ୍କ ଇଚ୍ଛାରୁ ଜମି ବା ଭୂମିରେ ନାଏବ ବା ପ୍ରତିନିଧି ପାଳକ ରହିବାର ଆବଶ୍ୟକତା ନେଇ ଖୋଦା ଦୁହିଁଙ୍କୁ ବିବାହ କରାଇ ରଖିଥିଲେ। ପରେ ଯେତେବେଳେ ଶଇତାନ ବା ଇବ୍ଲିସ୍ ଅଗ୍ନିଜାତ ଦୁଷ୍ଟ ପାଜି ସୃଷ୍ଟିର ସର୍ବୋତ୍ତମ ସର୍ବଶ୍ରେଷ୍ଠ ସତ୍ତା ଆଦମ ନାମଧାରୀ ଆଦମୀ ମନୁଷ୍ୟକୁ ସମ୍ମାନର ମୁଣ୍ଡିଆ ସଜଦା ବା ସାଷ୍ଟାଙ୍ଗ ପ୍ରଣିପାତ ନ କରିବାର ଅମାନିଆ ଗର୍ବ-ପଣର ଦୋଷ ଅପରାଧରେ ସ୍ୱର୍ଗରୁ ବିତାଡ଼ିତ ହୋଇ ରହିବାର ଈର୍ଷାଜନିତ ବ୍ୟସ୍ତତାରୁ ଆଲ୍ଲାହ ବାରଣ ବା ମନା କରିଥିବା ନିଷିଦ୍ଧ ଗଛର ଫଳକୁ ଶଇତାନ ସୃଷ୍ଟିର ପ୍ରଥମ ମନୁଷ୍ୟ ଆଦମ ଏବଂ ତାଙ୍କ ବିବି ସ୍ତ୍ରୀ ଧର୍ମପତ୍ନୀ ହୱାଙ୍କୁ ପ୍ରରୋଚିତ ପ୍ରଲୋଭିତ ଆକର୍ଷିତ କରାଇ ଚଖାଇବା ରୀତିରେ ଖୁଆଇ ଦେବାରୁ ଖୋଦା ଆଲ୍ଲାହ ରାଗିଯାଇ ଆଦମ ଏବଂ ହୱାଙ୍କର ସ୍ୱର୍ଗୀୟ ବସ୍ତ୍ର ଦୁହିଁଙ୍କର ଦେହରୁ ଓହ୍ଲାଇ ଉତାରି ଦୁହିଁଙ୍କୁ ଲଙ୍ଗଳା କରାଇ ଦେଇଥିଲେ। ଦୁହେଁ ଉଲଗ୍ନ ହୋଇଯିବାରୁ ଲଜ୍ଜିତ ହୋଇ ସ୍ୱର୍ଗ ଗଛର ପତ୍ରରେ ନିଜର ଅଙ୍ଗକୁ ଚପେଇ ଦେଇ ଘୋଡ଼ାଇ ଦେଇଥିଲେ। ଖୋଦା ଶୂନ୍ୟବାଣୀ ଦେଇ ଅଦେଖା ଥାଇ କହିଲେ, ହେ ଆଦମ ଏବଂ ହୱା, ତୁମେ ଦୁହେଁ ମୋର ମନା ମାନିଲ ନାହିଁ। ଶଇତାନର ବହଲାଇବା ଫୁସୁଲାଇବାରେ ଆସି ନିଷିଦ୍ଧ ଗଛର ଫଳ ଖାଇଦେଲ। ଏବେ ଜନ୍ନତ ବା ସ୍ୱର୍ଗ ବୈକୁଣ୍ଠରୁ ଓହ୍ଲାଅ। ଭୂମିରେ ଯାଇ ବସତି କର, ବଂଶ ବଢ଼ାଅ, ମାନବ ସଭ୍ୟତା ବା ଜାତିକୁ ବୃଦ୍ଧି କର। ସେଇଠି ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ବଞ୍ଚିକି ମୋ ଦ୍ୱାରା ରହିବ, ପୁଣି ମରିବ, ମୋ ପାଖକୁ ଆସିବ। ପୁନଶ୍ଚ ମୁଁ ତୁମକୁ ଦ୍ୱିତୀୟ ଥର ଶରୀର ଓ ମନରେ ଜୀବନ୍ୟାସ ଦେଇ ତୁମ ମାନବ ଜାତିର ସମସ୍ତଙ୍କଠାରୁ ମରଣଶୀଳ ମର୍ତ୍ତ୍ୟ ଜଗତର ପାପ ପୁଣ୍ୟର ହିସାବ ନେବି। ତୁମର ଭଲମନ୍ଦ କର୍ମ ଅନୁଯାୟୀ ସ୍ୱର୍ଗ ଏବଂ ନର୍କରେ ଚିରଦିନ ଅମର ଜୀବନରେ ରଖାଇବି। କୋରାନ ଦେଖନ୍ତୁ, ଏହା ହିଁ ଧରାପୃଷ୍ଠରେ ଖୋଦାଙ୍କର ମାନବ ସୃଷ୍ଟିର ଇତିହାସ। ଏହି ଗୋଟିଏ କଥା ହିଁ ଖୋଦା ବିଶ୍ୱର ଜଣେ ମାତ୍ର ଐତିହାସିକ ପ୍ରବକ୍ତା, ଜଗତର ସବୁ ଉଭା ଓ ପୋତା କଥାର କର୍ତ୍ତା ତଥା ଜାଣକାରୀ ଆଲ୍ଲାହ ନିଜର ଶେଷ ପ୍ରବର୍ତ୍ତିତ ମହାପୁରୁଷ ବାର୍ତ୍ତାଧର ପୟଗାମଧାରୀ ପୟଗମ୍ବରଙ୍କୁ ମଣିଷର ମଇଳା ରୁଗ୍ଣ ଆତ୍ମାକୁ କୋରି ସଫା କରି ଦେଉଥିବା ଦିବ୍ୟ ପବିତ୍ର କୋରାନ ଗ୍ରନ୍ଥରେ କହିଛନ୍ତି, ମଣିଷ ଯାହାକୁ ସତ୍ୟ ବୋଲି ଏକନିଷ୍ଠ ବିଶ୍ୱାସ କରି ମୁସଲମାନ ବା ଆଲ୍ଲାହର ଭକ୍ତ ହୋଇଛି ଏବଂ ଅବିଶ୍ୱାସ କରି ନାସ୍ତିକ କାଫିର ହୋଇଛି, ଯିଏ ଖୋଦାଙ୍କୁ ନ ମାନି ତାଙ୍କ ଉପରେ ସତ୍ୟନିଷ୍ଠ ବିଶ୍ୱାସ ନ କରି ମରିବ, ସେ ମଲାପରେ ପୁଣି ଥରେ ଖୋଦାଙ୍କ ଦ୍ୱାରା ଜୀବନ ପାଇ ଶରୀର ଓ ମନରେ ତାଙ୍କର କ୍ରୋଧର ଶିକାର ହୋଇ ଚିର ନର୍କଗାମୀ ହେବାର ଚେତାବନୀ ଖୋଦା କୋରାନରେ ଭୟବାଣୀ ଶୁଣାଇଛନ୍ତି। ଖୋଦା ସେହି କୋରାନରେ କହିଛନ୍ତି, ମୋ ପାଖରେ ଇସଲାମ ହିଁ ଧର୍ମ। ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସଲାମ। ପାଠ ଆଲେ ଇମ୍ରାନ। ଆଉ ଆମ୍ଭେ ଆଲ୍ଲାହ ହିଁ ଏକମାତ୍ର ଧର୍ମ ଇସଲାମକୁ ସାରା ଜଗତର ମଣିଷ ପାଇଁ ତିଆରି କରିଛୁ। ସଂସାରର ଅନ୍ୟାନ୍ୟ ଧର୍ମ ଶଇତାନ ଜରିଆରେ ଆମ୍ଭେ ଆଲ୍ଲାହ ହିଁ ବାତିଲ ବା ରଦ୍ଦ ଧର୍ମ, ମିଛ ଧର୍ମ କରି ମଣିଷକୁ ମଲାପରେ ଚିର ନର୍କଗାମୀ ହେବା ପାଇଁ ତିଆରି କରିଛୁ, ପରୀକ୍ଷା କରିବା ପାଇଁ। ମଣିଷ ମୋତେ ନ ମାନୁ। ମଲାପରେ ମଣିଷ ପୁନର୍ଜୀବିତ ରେଜୁରେକ୍ସନ ରୀତିରେ ବଞ୍ଚି ଉଠି ତାର କର୍ତ୍ତବ୍ୟର ପରିଣାମ ଅବଶ୍ୟ ନିଶ୍ଚିତ ଭୋଗିବ। ମଣିଷ ମୋର ହେଉ, ନିଜର ନ ହେଉ। ନିଜର ହେଲେ କ୍ଷତି ବା ଖସାରାରେ ପଡ଼ିବ। ଆଲ୍ଲାହ ପ୍ରକୃତ ଧର୍ମର ବାଟ ବତାଇଦେଲା। ଏବେ ଚାଲିବା ଗ୍ରହଣ କରିବାର କାମ ମନୁଷ୍ୟର। ମଣିଷ ଚାଲି ନ ଜାଣି ବାଟର ଦୋଷ ନ ଦେଉ। ବାପା ମା ପୂର୍ବଜଙ୍କ କଥାରେ ପଡ଼ୁନା, ମୋ କଥାରେ ପଡ଼ୁ, ରାହତ ବା ମୁକ୍ତି ପାଇବ। ମହମ୍ମଦ କୋରାନର ପ୍ରାପ୍ତକାରୀ
ରଚୟିତା ନୁହନ୍ତି। ମିଛ ମନ ଗଢ଼ିକି ଗୋଟିଏ କଥା ଯଦି ନିଜ ଆଡ଼ୁ କୋରାନରେ କହି କହିଥାନ୍ତେ ତେବେ ସେଇଠି ସାଙ୍ଗେ ସାଙ୍ଗେ ମୁଁ ଆଲ୍ଲାହ ମହମ୍ମଦଙ୍କର ଗଳା ବା ବେକକୁ କାଟି ଦେଇଥାନ୍ତି। ପାଠ ହାକ୍କା ଦେଖନ୍ତୁ 30 ଭାଗ କୋରାନ ପଠାଇଛି ମୁଁ ଆଲ୍ଲାହ ଏବଂ ତାର ସୁରକ୍ଷା କର୍ତ୍ତା ମଧ୍ୟ ମୁଁ ନିଜେ ଆଲ୍ଲାହ ଅଛି। କୋରାନ ସଂସାରର ଅନ୍ୟାନ୍ୟ ଧର୍ମର ଅସାରତାକୁ ମାନି କିଭଳି ସମୟକ୍ରମେ ଆଲ୍ଲାହର ଗଜବ ବା କ୍ରୋଧର ଶିକାରରେ ମାନବ ଜାତି ପଡ଼ି ଧ୍ୱଂସ ନଷ୍ଟ ବରବାଦ ହୋଇଛନ୍ତି ତାହାର ସବିଶେଷ ଅନେକ ବିବରଣୀ କୋରାନରେ ଅଛି। କୋରାନରେ ଆଲ୍ଲାହ ତାଆଲା ଦେଇଛନ୍ତି। କୋରାନ ମଣିଷ ଇଚ୍ଛାର ଗ୍ରନ୍ଥ ନୁହେଁ, ମୋର ଆଲ୍ଲାହର ଇଚ୍ଛାର ଗ୍ରନ୍ଥ। ମଣିଷ ନ ମାନୁ ତାର ଅନିଭୋଗ ପରିଣାମ ଭୋଗିବ। ଆଲ୍ଲାହ ସେ ଦୁର୍ବଳ ଶକ୍ତି ନୁହେଁ ଯେ ମଣିଷ ତାର କବଳ ବା କାବୁରୁ ଆୟତ୍ତରୁ ବାହାରିଯିବ। ଏ ମଣିଷ ତୁ ଆକାଶ ପୃଥିବୀରୁ ବାହାରି ଗଲେ ମଧ୍ୟ ମାତ୍ର ମୋତେ ହିଁ ସବୁଠି ଦେଖିବୁ, ମୋତେ ହିଁ ପାଇବୁ। ମୋ ଛଡ଼ା ମଣିଷର କେହି ସାଥୀ ସହାୟକ ନାହାନ୍ତି। ମଣିଷ ମଲା ପରେ ଅବଶ୍ୟ ବା ନିଶ୍ଚିତରେ ବଞ୍ଚିବ। ୟାସିନ ନାମକ ପାଠରେ ଧାଡ଼ିଟିଏ ଅଛି ଇନ୍ନା ନହିନୁ ନୁହିୟଲ ମୌତା। ଓଡ଼ିଆ ଅର୍ଥ ହେଲା ନିଃସନ୍ଦେହତଃ ଆମ୍ଭେ ଆଲ୍ଲାହ ମୃତକଙ୍କୁ ଜୀବିତ କରିବୁ। କେମିତି କରିବୁର ଉତ୍ତରରେ ଖୋଦା କାଫ୍ ନାମକ ପାଠରେ କହିଛନ୍ତି ଯେମିତି ଗ୍ରୀଷ୍ମ ଋତୁରେ ଭୂମି ମରି ଫାଟି ପଡ଼ିଥାଏ, ପୁଣି ବର୍ଷା ଜଳରେ ଘାସ ଦୁବ ଶ୍ୟାମ ସବୁଜିମାରେ କଅଁଳି ଉଠେ, ସେଇମିତି ମୁଁ ମଲା ମଣିଷକୁ ଭୂମିରୁ ଜୀବନ୍ତ କରି ମୋର ଗୋଟିଏ ଡାକ କୁନ୍ ଫୟକୁନ୍ ହୁଅ ହୋଇଯାରେ ବାହାର କରାଇବି। ଆଲ୍ଲାହର ସତ୍ୟ ସଂକଳ୍ପ। ଆଲ୍ଲାହ ସଂକଳ୍ପ ଭଙ୍ଗକାରୀ ନୁହେଁ। ମଣିଷ ମୁସଲମାନ ହୋଇ ମଲେ ସ୍ୱର୍ଗ ସୁଖୀ ହେବ, ନହେଲେ ଅନ୍ୟାନ୍ୟ ଧର୍ମ ଗ୍ରହଣ କରି ମଲେ ଚିର ନର୍କଗାମୀ ହେବ। ଆଲ୍ଲାହ ପ୍ରକୃତ କଥା କହିଥାଏ, ମଣିଷ ମିଛ କହେ। ଆଲ୍ଲାହ କହିଛନ୍ତି ଲୋକଙ୍କୁ ଭଲ କଥା କୁହ, ମନ୍ଦ କଥାରୁ ଅଟକାଅ। ସେଥିପାଇଁ କୁହାଗଲା, ନହେଲେ କୁହାଯାଇ ନଥାନ୍ତା। ଲୋକେ କୋରାନକୁ ଘୃଣା କଲେ ମୁଁ ବି ଲୋକଙ୍କୁ ଘୃଣା କରିବି ଏବଂ କଠୋର ଶାସ୍ତିରେ ପକାଇବି। ମୁଁ ପ୍ରତିଶୋଧୀ ଏବଂ ଯେସାକୁ ତେସା କାରୀ। ଭୂମି ଗଗନ ବାୟୁ ନିଆଁର ସ୍ରଷ୍ଟା ଅଧିକାରୀ ଭଗବାନ ମଣିଷକୁ ଯୌନାକାଂକ୍ଷୀ ଅସହାୟ କରି ସୃଷ୍ଟି କରିଛନ୍ତି ଯେ ମଣିଷ ନାରୀ ପୁରୁଷ ହୋଇ ପରସ୍ପର ପ୍ରତି ନିର୍ଭରଶୀଳ ରହିବାକୁ ବାଧ୍ୟ, ନହେଲେ ମଣିଷର ସର୍ବତୋମୁଖୀ ବିକାଶ ହୋଇପାରିବ ନାହିଁ। ମଣିଷ ଏକାକୀ ରହିପାରିବ ନାହିଁ। ସେଥିଲାଗି ଭଗବାନ ମଣିଷ ସଭ୍ୟତା ଭିତ୍ତିରେ ଆଦମ ଏବଂ ହୱାଙ୍କ ଦୈହିକ ମିଳନରୁ ପକାଇ ବୃଦ୍ଧି ରୀତିରେ ଅବସ୍ଥିତ ରଖିଛନ୍ତି। ମଣିଷ ସୃଷ୍ଟିର ଏହାହିଁ ଧର୍ମୀୟ ଇତିହାସ ଏବଂ ଏଇଥିରୁ ହିଁ ଝିଅର ସଂସାରରେ ଆବିର୍ଭାବ ସମ୍ଭବ। କବିତାର ବିଷୟ ପ୍ରବେଶ। ମଣିଷର ପରିବାର ଆଗମର ମୂଳ ଉତ୍ସ ଏଇଠି ଅଛି। ସେହି ପରିବାର ଝିଅ ଜନ୍ମ କରି ପାଳି ପୋଷି ବଡ଼ କରି ଝିଅକୁ ପୁଣି ତାର ନିଜସ୍ୱ ପରିବାର ରଚନା କରିବାକୁ ବିବାହର ଆୟୋଜକ ହୁଏ। ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ରଚିତ ତାଙ୍କର ଶୈଳକଳ୍ପ ନାମକ କବିତା ପୁସ୍ତକରେ ଥିବା ଝିଅ ପାଇଁ ଗୋଟିଏ କବିତା ନିଜର ବିବାହ ଯୋଗ୍ୟ ଝିଅକୁ ତାର ଶାଶୁ ଘରକୁ ପଠାଇବା ସମୟରେ ଯେଉଁ ପ୍ରବୋଧନା ଦେଇଛନ୍ତି, ଝିଅକୁ ବୁଝାଇଛନ୍ତି, ତାହାହିଁ କବିତାର ବିଷୟବସ୍ତୁ। ଗଙ୍ଗାଧର ମେହେରଙ୍କର ପ୍ରଣୟବଲ୍ଲରୀ କାବ୍ୟରେ ମଧ୍ୟ ଏଇଭଳି ଏକ ଲିଖିତ ଦୃଶ୍ୟ ରହିଛି। କଣୁଅ ମୁନି ନିଜର ପାଳିତା କନ୍ୟା ଶକୁନ୍ତଳାଙ୍କୁ ତାଙ୍କର ପତିଗୃହ ଯାତ୍ରା ବେଳେ ସାନ୍ତ୍ୱନା ଦେଇ ଉପଦେଶ ଛଳରେ ଠାଏ ବା ଗୋଟିଏ ଜାଗାରେ କହିଛନ୍ତି, ନାବ ବିନା କେହି ସାଗରେ ପଶିଲେ ଲହଇ ଘୋର ବିପଦ, ସଂସାର ସାଗର ପାଇଁ ମହାପୋତ ଏକମାତ୍ର ସ୍ୱାମୀ ପଦ। ସେହିପରି ଆଧୁନିକ କବିତା ରଚନା ଶୈଳୀରେ କବି ରାଜେନ୍ଦ୍ର କିଶୋର ପଣ୍ଡା ସଂସ୍କୃତ ପଦ୍ୟଟିକୁ ଲେଖିଛନ୍ତି, ଯାହାକି ବହୁବାର ପାଠ୍ୟାନ୍ତର୍ଗତ ହୋଇ ପାଠ୍ୟକ୍ରମ କୋର୍ସରେ ପଢ଼ାଯାଇଛି। ଏବେ ମଧ୍ୟ MA ପାଠ୍ୟକ୍ରମରେ ଅଛି। ହିନ୍ଦୀ ସିନେମା ନୀଲକମଲ ନାମକ ଚଳଚ୍ଚିତ୍ରର ଗୀତରେ ଅଛି ମହମ୍ମଦ ରଫିଙ୍କ କଣ୍ଠରେ କି ବାବୁଲ କି ଦୁଆଏଁ लेती जा जा तुझको सुखी संसार मिले, मायके के कभी ना याद आए ससुराल में इतना प्यार मिले। ଝିଅ ପାଇଁ ଗୋଟିଏ କବିତାଟି ସମ୍ବୋଧନାତ୍ମକ। କବି ଶାଶୁଘର ଯାଉଥିବା ଝିଅକୁ ସମ୍ବୋଧି କହୁଛନ୍ତି, ହେ ମୋର ପ୍ରିୟତମା ଝିଅ, ତୋତେ
ଜୀବନ ପଥରେ ଅନେକ ଦୂର ଯିବାକୁ ଅଛି। ଭଗବାନ ତୋତେ ଦୀର୍ଘାୟୁ କରନ୍ତୁ। ମା ମୋର, ତୁ ମୋର ସୁନା ଝିଅ, ମାନେ ଭଲ ଝିଅ। ଅଭିମାନ କରନା। ଝିଅ ଜନମ ପରା ପର ଘରକୁ, ମାନେ ସ୍ୱାମୀ ଶାଶୁ ଘରକୁ। ଏହା ହିଁ ସଂସାରର ରୀତି। ତେଣୁ ତୁ ନୂଆ ଯାଉନୁ। ତୋ ଭଳିଆ ସଂସାରର ସବୁ ଝିଅ ତୋରି ପରି ଏମିତି ଶାଶୁଘରକୁ ଯାଆନ୍ତି। ଜୀବନର ଏହା ପ୍ରଚଳିତ ପ୍ରଥା। ତେଣୁ ତୁ ମାନ କରନା। ସହଜ ହୋଇଯା। ତୋର ମା ବି ତୋ ଭଳିଆ ଦିନେ ବାହା ହୋଇ ଆମ ଘରକୁ ବୋହୂ ହୋଇ ଆସିଥିଲା। ଜୀବନର ଅନ୍ୟ ଏକ ଭାଗ ଯଥା ସ୍ୱାମୀ ସ୍ତ୍ରୀର ଜୀବନ ତୋତେ ବିତାଇବାର ଅପେକ୍ଷା କରିଛି। ତୁ ଏମିତି ରୁଷିଲେ କେମିତି ହବ ମା କହିଲୁ? ତୋର ମନର କବାଟ ଖୋଲ। ମନକୁ ଚଉଡ଼ା ପ୍ରଶସ୍ତ ଉଦାର କର। ସଂକୀର୍ଣ୍ଣ ମନାର ହୁଅନା। ଜୀବନ ପଥରେ ତୋତେ ଅନେକ ଦୂର ଯିବାକୁ ଅଛି। ଆଜିଠାରୁ ଏମିତି ବ୍ୟସ୍ତ ହେଲେ କେମିତି ହବ କହିଲୁ? ତୁ ତୋର ନିଜର ଏକ ଘର ଜାୟାପତିର ପରିବାର ଗଢ଼ିବୁ ଠିକ୍ ମୋ ଭଳି। ସୁତରାଂ ଅଧୈର୍ଯ୍ୟ ହୋଇ କାନ୍ଦେନା। ମାଟା ପରା। ତୁ ହେଉଛୁ ଗୋଟାଏ କଳ୍ପବୃକ୍ଷ। ମାନେ ତୁ ସ୍ୱାମୀର ସ୍ତ୍ରୀ ହେବୁ, ଶାଶୁର ବୋହୂ ହେବୁ, ପିଲାମାନଙ୍କର ସ୍ନେହମୟୀ ଆଦରର ଜନନୀ ହେବୁ, ନଣନ୍ଦ ଦିଅରର ଭାଉଜ ହେବୁ, ଗୃହର ପାଳନକର୍ତ୍ରୀ ହେବୁ। ଏମିତି କେତେ କ'ଣ ତୁ ଜଣେ ଲୋକ ଜୀବନରେ ଭୂମିକା ନିର୍ବାହ କରିବୁ। ବହୁଧାରେ ବିଭକ୍ତ ହେବୁ। ମନରେ କେତେ ସୁନେଲି ରଙ୍ଗୀନ ସ୍ୱପ୍ନ ଦେଖିଥିବୁ। ପ୍ରତି ଝିଅର ଏହା ମନର ଚିନ୍ତା ଭାବନା। ଉଦାହରଣ ସ୍ୱରୂପ ଏଠାରେ ବକୁଳବନର କୋକିଳ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଜନପ୍ରିୟ କାଳଜୟୀ କିମ୍ବଦନ୍ତୀମୂଳକ କବିତା କାଳିଜାଈରେ ଯାଇ ମୁଖରେ କବି କହାଇଛନ୍ତି ବର ବୋଲି ଯାର ଧରାଇଲ ହାତ, କି ତାର ଦେଖିଲ ସିରି, ରୂପ ବିଦ୍ୟା ଆଉ ବିଭବ ବାପା ହେ ତିନିହେଁ ତିନ୍ହିଙ୍କି ବଳି। ଏଡ଼େ ହୀନିମାନ କରିବାକୁ ଯେବେ ମନରେ ଥିଲା ବିଚାର, ଏନ୍ତୁଡ଼ି ଶାଳେଟି କିପାଇଁ ବାପା ହେ ତଣ୍ଟି ଚିପି ନ ମାରିଲ? ବୋଉକୁ କହିଛି କାଳିଜାଈ, ଝିଅକୁ ନିଶ୍ଚିନ୍ତେ ଦେଇଛୁ ପଠାଇ ବନସ୍ତକୁ ଜାଣୁ ଜାଣୁ, କପାଳ ଆଦରି ଯାଉଛି ବହୁଲ ପାଶୋରି ନ ଦେବୁ ମନୁ। ଠିକ୍ ତଦ୍ରୂପ ବା ସେମିତି ବାପା ରାଜେନ୍ଦ୍ର କିଶୋର ପଣ୍ଡା IAS କବି ନିଜ ଝିଅକୁ ପ୍ରବୋଧନା ଦେଇ ବୁଝାଇଛନ୍ତି, ତୁ ହେଉଛୁ ତୋ ପରିବାରର ବରଗଛ, କଳ୍ପବଟ। ତୋରି ଆଶ୍ରାରେ ତୋରି ପରିବାର ପାଳି ହେବ, ସେ ଲାଗି ତୁ କଳ୍ପବୃକ୍ଷ। ଏଇଆ ଭାବିକି ମୋ ଘରୁ ଯା। ଲାଜକୁଳି ଲତା ଗଛ ଜମାରୁ ହେବୁନି। ତୁ ପରା ଆଧୁନିକା, ଆଡ଼ଭାନ୍ସ, ମଡର୍ଣ୍ଣ। ସବୁଠି ନୀରବତା ହିଁ ଶ୍ରେୟ କରିବୁନି। ଯୋଉଠି ଦରକାର ସେଠି ଉଚିତ ପାଟି ଫିଟାଇବୁ। ନହେଲେ ତୋତେ ସବୁ ଦବେଇବେ, ନୀଚ ଦେଖିବେ, ଟର୍ଚର କରିବେ, ଶୋଷଣ କରିବେ। ତୁ ମୋର ଶିକ୍ଷିତା ଶଣ୍ଠଣା ପାଇଥିବା ଝିଅ। କବିଙ୍କ ଭାଷାରେ ଲାଜକୁଳି ବୁଦା ପରି ମୁଦି ହୋଇ ସାଙ୍କୁଡ଼ି ଯାଇ ବୁଜି ହୋଇ ରହିବୁ କାହିଁକି? ଛୁଆଁ ବାଜିବା ମାତ୍ରେ ଠିଆ ହେବୁ ସିଧା ହୋଇ, ତରୁ ପରି ପଲ୍ଲବିବୁ। ଗଛ ଯେମିତି ପତ୍ର ଫଳ ଫୁଲରେ ନିଜକୁ ମେଲାଇ ଖୋଲାଇ ଦେଇଥାଏ, ପକ୍ଷୀ ବସା ଗଠନ କରାଏ, ତୁ ବି ତୋର ଶାଶୁ ଘରର ପାଳନକର୍ତ୍ରୀ, ସ୍ୱାମୀ ସନ୍ତାନଙ୍କ ସେବିକା। ଦରକାର ପଡ଼ିଲେ ଆକଟିବୁ, ଦାଣ୍ଠିବୁ, ଭଲ ବୁଦ୍ଧି ବାଟ ଦେଖାଇବୁ। ଯାହାକୁ କବି କଣ୍ଟାର ସମ୍ଭାର କହିଛନ୍ତି, ସେବା ଯତ୍ନ ସୁମିଷ୍ଟ କଥାରେ ଅନ୍ୟକୁ ଦେବୁ। ସେବା କାର୍ପଣ୍ୟ ପୂଜା ଫଳେ କିବା ଅସାଧ୍ୟ ମହି ତଳେ। ଭାଗବତରେ କଥା ଅଛି, ଅନ୍ୟଠାରୁ ପାଇବାର ଇଚ୍ଛା କରିବୁ। ଦୁନିଆ ପରା ନେଣ ଦେଣର ରେସିପ୍ରୋକାଲ ନେବା ଦେବା ବିଧାନ, ଗିଭ୍ ଆଣ୍ଡ ଟେକ୍ ପଲିସି। ଅଗତ୍ୟା ତୁ ବି ସେମିତି ହେବୁ। ଦେଇଥିଲେ ପାଇ, ବୁଣିଥିଲେ ଦାଇ। ସଂସାରରେ କଥା ରହିଅଛି। ସଂସାରରେ ପ୍ରତି ମନୁଷ୍ୟର ଜୀବନ ସଦା ସୁରୁଖୁରୁରେ ବିତି ନଥାଏ। ସୁଖ ଦୁଃଖର ଭରା ମିଶ୍ରିତ ମନୁଷ୍ୟର ଜୀବନ। ଗଙ୍ଗାଧର ଯଥାର୍ଥରେ ପ୍ରଣୟବଲ୍ଲରୀ କାବ୍ୟରେ କହିଛନ୍ତି, ସୁଖ ଦୁଃଖ ଚିର ନୁହଁଇ ଜଗତେ ସଭିଙ୍କର ଅଛି କ୍ଷୟ। ଆଜି ଯା ବଦନ ହରଷରେ ପୂର୍ଣ୍ଣ, କାଲିକି ବିଷାଦମୟ। ସୁତରାଂ ହେ ଝିଅ ମୋର, ତୋର ଦୁର୍ଲଭ ମନୁଷ୍ୟ ଜୀବନରେ ଶାଗୁଣା ଉଡ଼ିବେ, ଅଶୁଭ ସଂକେତ ଦେଖାଦେବ ବିସ୍ତୃତ ଲମ୍ବମାନ ରୀତିରେ ଡେଣା ମେଲାଇ। ଯେମିତି ଗୋଟିଏ ଅପେରା ନାଟକର ନାମ ଥିଲା ଶାଗୁଣା ବସିଛି ଡେଣା ମେଲାଇ। କେତେ ଆଘାତ ଯନ୍ତ୍ରଣା ମନସ୍ତାପ ମିଳିବ, କେତେ ପୁଣି ଖୁସି ମଧୁ ମାଧୁର୍ଯ୍ୟ ବି ମିଳିବ। ତୁ ଶ୍ରଦ୍ଧାରେ ଆଦର ଯତ୍ନରେ ମନ ଦେଇ ରାନ୍ଧିଥିବା ତରକାରୀ ଯାହା ତୁ ଖାଦ୍ୟରେ ବାଢ଼ି ପରଷି ଦେଇଥିବୁ, ଆଉ ତା ଯଦି ଲୁଣିଆ ହୋଇଥିବ
ନଥିବା କାରଣରୁ ତୋର ନିଜ ଲୋକ କେହି ଯଦି ଥୁ ଥୁ କରି ଫୋପାଡ଼ି ଦିଏ, ଦୁଃଖ କାନ୍ଧକୁ ଚାପି ଦେଇ ମୁହଁରେ ହସ ଫୁଟାଇ ଦେବୁ, ସହିଯିବୁ। ତୋର ମିଠା କଥା କେବେ ବୃଥା ଯିବ ନାହିଁ। ଅମୃତ କ'ଣ କେବେ ବିଷ ହେଲାଣି କିମ୍ବା ଉଚ୍ଛିଷ୍ଟ ଅଇଁଠା ହେଲାଣି? ତେବେ ଯୋଗ୍ୟତମର ବିଚାର କରି ଦେବୁ। କବିଙ୍କ ଭାଷାରେ କାହାଣୀ ବୁଢ଼ୀ ଅସୁରୁଣୀ ଗୋଟିଏ ଗୋଡ଼କୁ ତାର ଚୁଲିରେ ପୂରାଇ ଜାଳି ଆରଟି ସେକିଲା ପରି ତୁ ବି ବଞ୍ଚିବୁ। ମାଟିକୁ ଫାଟିଯା ବୋଲି କହିବୁନି ଝିଅ, ପୋତି ହୋଇଯିବ ଆକାଶ। ପରି କାହାଣୀର ଅସୁରୁଣୀ ବୁଢ଼ୀ ପରି ତୋର ଜୀବନ। ନିଜେ ଦୁଃଖ ଯନ୍ତ୍ରଣା ସହିକି ଅନ୍ୟକୁ ଖୁସି ଦେବା ହେଉଛି ନାରୀର ଜୀବନ। ତୋର ପରିବାର ତୋର ଜୀବନ, ନିଜର ପୃଥିବୀ ମାତା। ତେଣୁ ତାକୁ ତୁ କଦାପି ଫାଟିଯା ବୋଲି କହିବୁ ନାହିଁ, ଯେହେତୁ ତୋର ପରିବାର ଧ୍ୱଂସ ନଷ୍ଟଭ୍ରଷ୍ଟ ହୋଇଯିବ। ଯେମିତି ସୀତା ଏକଦା କହିଥିଲେ, ସେମିତି ଜମାରୁ କହିବୁନି। କାରଣ କେତେ କଷ୍ଟ ସହି ତୁ ତାକୁ ଗଢ଼ିବୁ। ନହେଲେ ତୋରି ଆଶ୍ରାରେ ଆଶ୍ରିତ ଆକାଶ ପରିବାର ପୋତି ହୋଇଯିବ। ତୁ ହେଉଛୁ ଗରମ ତାୱାର ପଡ଼ିଥିବା ମାଛ। କବି ଉପମା ଦେଇଛନ୍ତି ଜୀବନ ଅନିଶ୍ଚିତ ଅଜଣା ଅନ୍ଧାର ପଥ। ସେଠି କାନ୍ଥ, ଛାତ, ଚଟାଣ ଓ ବିଛଣାର ବିଶ୍ରାମିତ ଘର ଅଛି। ସେଠି ଶରତ ଋତୁର ନିର୍ମଳ ସଫା ସୁଖଦ ଜହ୍ନରାତି ତୋତେ ମିଳିବ। ଅର୍ଥାତ୍ ଦୁଃଖ, ଅବସାଦ, ମନସ୍ତାପ ସୁଖରେ ବଦଳିଯିବ। ପତିର ସୋହାଗ ପ୍ରେମ ପାଇବୁ। ସବୁବେଳେ କ'ଣ ମନ ଅପଡ଼ ଥିବ? ସକାଳେ ନିଦୁଆ ଆଖିରେ ଠାକୁର ପାଇଁ ପୂଜା ଫୁଲ ତୋଳିବାକୁ ଆସି ତୁ ତୋର କରିଥିବା ବଗିଚାରେ ଦେଖିବୁ ପତ୍ର ମେଳ କଣରେ ରଚିଥିବା ଗଢ଼ିଥିବା ବୁଢ଼ିଆଣୀ ଜାଲକୁ। ଯୋଉଠି ଶୀତର ଶିଶିର ବିନ୍ଦୁ ଟୋପା ଟୋପାରେ ସୂର୍ଯ୍ୟକିରଣ ଚିକ୍ ଚିକ୍ କରୁଥିବା ଦୃଶ୍ୟକୁ। ଧୀର ଶୀତ ପବନରେ ବୁଢ଼ିଆଣୀ ଜାଲ ହଲି ଯାଉଥିବ। ଆଉ ସେଠି ବୁଢ଼ିଆଣୀର ଶିକାର କରୁଥିବା ଚିତ୍ରକୁ। ସଂସାର ଏଇ ବୁଢ଼ିଆଣୀ ଜାଲ ଭଳି ମାୟାମୋହ ଭରା ଏକ ଭ୍ରାନ୍ତି ବା ଇଲ୍ୟୁଜନ୍। ବୁଢ଼ିଆଣୀର ଯନ୍ତ୍ରଣାରେ ଯେମିତି ମାଛି ପତଙ୍ଗ ଛଟପଟ ହେଉଥାଏ, ତୁ ଠିକ୍ ସେମିତି ମାୟାବୀ ସଂସାର ଜାଲ ବନ୍ଧନରେ ଏକ ପତଙ୍ଗ। ଥରି ଉଠିବୁ ବିପଦ ଦେଖି, ଖୁସି ବି ପାଇବୁ ବିପଦର ପଳେଇ ଯିବା ପରେ। ହେ ମୋର ଝିଅ, ତୁ ଯୁବତୀ ହୋଇଥା। କେବେ ବି ମୋ ଆଖିରେ କିମ୍ବା ତୋ ସ୍ୱାମୀର ଆଖିରେ ବୁଢ଼ୀ ହୋଇ ନଥା। ବୁଢ଼ୀ ପରନିର୍ଭରଶୀଳ ହୋଇଥାଏ, ଅକର୍ମଣ୍ୟ, ଅଚଳ ହୋଇଯାଏ, ସୁନ୍ଦର ଦିଶେନା। କେବେ ବି ଦୁଃଖରେ ବିଜାର ହୋଇ ନିଜକୁ ଅନ୍ୟକୁ ଅଭିଶାପ ଦେବୁ ନାହିଁ। କାରଣ ଅଭିଶାପ ଜୀବନରେ ହୋଇଯାଏ, ଜୀବନକୁ ଖରାପ କରିଦିଏ। ଯିଏ ସହନ୍ତି, ଈଶ୍ୱର ତା ସାଥିରେ ଥାଆନ୍ତି। ନାରୀର, ଝିଅର ଜନ୍ମ ଭାରି ନରମ ସୂକ୍ଷ୍ମ, ଠିକ୍ ଫାଇନ୍ ପତଳା କନା ଭଳି। ଯେଉଁଠି ଆନନ୍ଦ ସୌନ୍ଦର୍ଯ୍ୟ ଥାଏ, ତେଣୁ ତାକୁ ସଦା ବଜାୟ ରଖିବୁ। ନହେଲେ ତୋର ଆଶା ପୂରଣ ହେବ ନାହିଁ। ଜୀବନ ଦୁଃଖମୟ ହୋଇଯିବ। ଜୀବନକୁ ତୋର ଯେତେ କଷ୍ଟ ଜଞ୍ଜାଳ ମିଳୁ ଧୈର୍ଯ୍ୟ ଧରିବୁ। ତୁ ପରା ସହନଶୀଳା ଧରିତ୍ରୀ। ଯଦି ରାଗିବୁ, ଗାଳିବୁ, ଅଭିଶାପିବୁ, ତୋର ପରିବାରର କ୍ଷତି ହେବ। ତୁ ପାଳନକର୍ତ୍ରୀ, ଠିକ୍ କ୍ଷୀରଦାନ ଗାଭୀ ଗାଈ ଭଳି। ନିଜକୁ ବିଶ୍ଳେଷଣ କରିବୁ। ତୋର ସୁନ୍ଦର କୁଣ୍ଡିଆ କେଶରାଶିରେ ଲମ୍ବିତ ଅଛି ଗଙ୍ଗାର ଧାର। ଯୋଉଠି ସମୟର ଅଜଣା ଅନ୍ଧାର ମିଶିଅଛି। ତୁ ସହନଶୀଳା ପଥର, ଯୋଉଠୁ ନଦୀର ଶ୍ରବଣ ବା ଝରିବା ଅଛି। ତୁ ସେଇ ପାଷାଣ ସହିବାର ଅନ୍ୟ ନାମ। ଯେମିତି ସକାଳେ ସୂର୍ଯ୍ୟର ଲାଲି କିରଣରେ ଚଉଦିଗ ସ୍ପଷ୍ଟ ସଫା ଦିଶେ, ସେମିତି ତୋର ଜୀବନ ଆଶାମୟ ହେବ। ଦୁଃଖର ଅନ୍ଧାର ରାତି ଦୂରେଇ ଯିବ। କେବେ ତୋର ପରିବାର ରୂପକ ମାଟିକୁ କୋସିବୁନି, ଗାଳି ଦେବୁନି। ଅଧିକନ୍ତୁ ତୁ ନିଜେ ଦେବକୀ ହୋଇ ନିଜେ ଯେଉଁ ପିଲାପିଲିଙ୍କୁ ଜନ୍ମ ଦେବୁ, ତୋର ଗର୍ଭରୁ ସେମାନେ ଆଗାମୀ କାଲି ତୋର ମାତୃତ୍ୱକୁ, ମା ହେବାର ସୌଭାଗ୍ୟକୁ ଜଗତରେ ପୁଣ୍ୟବାନ ଗୁଣବାନ ରୀତିରେ ବିକଶିତ କରାଇବେ। ଲୋକେ କହିବେ, ଏମାନେ ସବୁ କାହା ପିଲା? କେତେ ସୁନ୍ଦର ଗୁଣର, ଭଲ ପଢ଼ୁଛନ୍ତି, ଶ୍ରେଣୀରେ ପ୍ରଥମ ହେଉଛନ୍ତି, ଅମାନିଆ ଉଦବାଜିଆ ନୁହନ୍ତି। ୟାକୁ ସିନା ପିଲା କୁହନ୍ତି। ମା ଭଲ ସଣ୍ଠଣା ଶିଖାଇଛି। ଧନ୍ୟ କହିବ ସେ ମା'କୁ। କବିଙ୍କ ଭାଷାରେ ମାଟିକୁ ଫାଟିଯା ବୋଲି କେବେ କହିବୁନି ଝିଅ। ବରଂ ତୁ ଦେବକୀ ପରି ନିଜେ ଫାଟିଯିବୁ। ଈଶ୍ୱରଙ୍କ ଜନ୍ମ ପାଇଁ ଦ୍ୱାର ଖୋଲିଦେବୁ। ଦେବକୀଙ୍କ ଗର୍ଭରେ ଜନ୍ମ ହୋଇ ଶ୍ରୀକୃଷ୍ଣ ଯେମିତି ମହାଭାରତର ମହାନାୟକ ଦୈବତ ପୁରୁଷ ଅବତାରୀ ମନୁଷ୍ୟ ହୋଇ ପୁରାଣ ରଚନାର ସ୍ଥାୟିତ୍ୱ ହୋଇଥିଲେ ମହାଭାରତ ନାମରେ, ସେମିତି ପିଲାମାନେ ବଡ଼ ହୋଇ ଭଲ ହେଲେ ମା'ର କୃତିତ୍ୱ ବଢ଼େ। ଇଂରାଜୀରେ କଥା ଅଛି, ଫ୍ୟାମିଲି ଇଜ୍ ଦ ଫାର୍ଷ୍ଟ ସ୍କୁଲ ଅଫ୍ ସିଟିଜେନସିପ୍। ପରିବାରର ମଣିଷ ଶିଶୁର ବା ମଣିଷର ପ୍ରାଥମିକ ଶିକ୍ଷାକେନ୍ଦ୍ର ଏବଂ ନାଗରିକତ୍ୱର ପ୍ରଥମ ପାବଚ୍ଛ ତଥା ସୁନାଗରିକତ୍ୱର ଆଦି ବାର୍ତ୍ତାବହ। ରାଜେନ୍ଦ୍ର କିଶୋର ପଣ୍ଡା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେଲେ ବି ଜଣେ ସଫଳ ସ୍ମରଣୀୟ କବି।
କବି। ଶୈଳକଳ୍ପ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଅନବତାର, ଘୁଣାକ୍ଷର ଇତ୍ୟାଦି ପ୍ରକାଶିତ କବିତା ବହିର ସ୍ରଷ୍ଟା। ସେ ଅପର ପାଠ୍ୟାନ୍ତର୍ଗତ ପୁରସ୍କୃତ କବି। ତାଙ୍କର ଶୈଳକଳ୍ପ, ମଇଁଷିର ମୃତ୍ୟୁ, ଝିଅ ପାଇଁ ଗୋଟିଏ କବିତା ବାରମ୍ବାର କଲେଜ ତଥା M.A. ଶ୍ରେଣୀର ପାଠ୍ୟ ପ୍ରଚଳିତ। ପଶ୍ଚିମ ଓଡ଼ିଶାର ଜନ୍ମିତ ଦାୟାଦ ବା ପ୍ରତିନିଧି, ହେଲେ ଭୁବନେଶ୍ୱରର ବାସିନ୍ଦା। ଶାସନ ଓ ସର୍ଜନା ଉଭୟର ସେ ଦକ୍ଷ କୁଶଳୀ ଧାରକ ହୋଇ ଜୀବନକୁ ଧନ୍ୟ କରିଛନ୍ତି। ଶତଦ୍ରୁ ଅନେକ ତାଙ୍କର ଅପର ଏକ କବିତା ବହିର ନାମ ନଦୀ ଏକ ଶତଦ୍ରୁ ଅନେକ ଭାରି ସଂକ୍ଷିପ୍ତ ଏବଂ ଦୁର୍ବୋଧ୍ୟ କବିତା ତାଙ୍କରି ସୃଷ୍ଟି।